ଆଜିର ପ୍ରସଙ୍ଗ ଭାରତୀୟ ଅର୍ଥନୀତିକୁ ଗତିଶୀଳ କରିଛି ୟୁପିଆଇ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ତୁରନ୍ତ ଅର୍ଥପୈଠ କ୍ଷେତ୍ରରେ ଭାରତ ବୈଶ୍ୱିକ ନେତୃତ୍ୱ ନେଉଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF ନିକଟରେ ଏହା ପ୍ରକାଶ କରିଛି। ଦ୍ରୁତ ଅର୍ଥପୈଠ କ୍ଷେତ୍ରରେ ୟୁପିଆଇ ଏକ ବଳିଷ୍ଠ ମାଧ୍ୟମ ପାଲଟିଛି। 2016ରେ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବା ୟୁପିଆଇକୁ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଆରମ୍ଭ କରିଥିଲା। ଆର୍ଥିକ କାରବାର କ୍ଷେତ୍ରରେ ୟୁପିଆଇ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି। ଗୋଟିଏ ମୋବାଇଲ୍ ଆପ୍ ମାଧ୍ୟମରେ ଖାଉଟିର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଜଡ଼ିତ ହୋଇ ରହିଥାଏ। ଜଣେ ଏହା ମାଧ୍ୟମରେ ତୁରନ୍ତ ଟଙ୍କା ପଠାଇ ପାରିବ, ବ୍ୟବସାୟୀଙ୍କୁ ଟଙ୍କା ଶୀଘ୍ର ପ୍ରଦାନ କରିପାରିବ। ବନ୍ଧୁମାନଙ୍କ ପାଖକୁ ଅର୍ଥ ପଠାଇବା ଏବେ ସହଜ ହୋଇପାରିଛି। ସରଳ ଉପାୟରେ ଦ୍ରୁତ ଅର୍ଥ ପୈଠ କ୍ଷେତ୍ରରେ ୟୁପିଆଇ ଲୋକଙ୍କୁ ସୁବିଧା ଯୋଗାଉଛି। ଭାରତରେ ଆଜିକାଲି ପ୍ରତି ମାସରେ ୟୁପିଆଇ ମାଧ୍ୟମରେ 18 ବିଲିୟନ କାରବାର ହେଉଥିବା ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF କହିଛି। ନଗଦ ଅର୍ଥ ଏବଂ କାର୍ଡ ମାଧ୍ୟମରେ ଅର୍ଥ ଦେଣନେଣ କ୍ରିୟାରେ ଏହି ୟୁପିଆଇ ପରିବର୍ତ୍ତନ ଆଣିପାରିଛି। ଏହା ଏବେ ଡିଜିଟାଲ ଫାଷ୍ଟ ଇକୋନୋମି ଆଡ଼କୁ ଆମକୁ ଅଗ୍ରସର କରାଇଛି। କୋଟି କୋଟି ଲୋକ ଓ କ୍ଷୁଦ୍ର ବ୍ୟବସାୟୀ ନିରାପଦ ଓ କମ୍ ଖର୍ଚ୍ଚଜନିତ କାରବାର ଲାଗି ଏବେ ଏହି ୟୁପିଆଇ ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଛି। ତୃଣମୂଳ ସ୍ତରରେ ଜଟିଳ ଡିଜିଟାଲ କାର୍ଯ୍ୟ, ସାମୂହିକ ଉନ୍ନତି ଲାଗି ଯନ୍ତ୍ରର ବ୍ୟବହାର ପରି କିଛି ପଦକ୍ଷେପ ପାଇଁ ଏହା ସମ୍ଭବପର ହୋଇପାରିଛି। ଚଳିତ ବର୍ଷ କେବଳ ଜୁନ୍ ମାସରେ ୟୁପିଆଇ ମାଧ୍ୟମରେ ପ୍ରାୟ 24,03,000 କୋଟି ଟଙ୍କା କାରବାର ହୋଇପାରିଛି। ଏହା ପରବର୍ତ୍ତୀ କାଳରେ 18.39 ବିଲିୟନ କାରବାରକୁ ବୃଦ୍ଧି ପାଇଛି। ରେକର୍ଡ ଅନୁସାରେ ଗତବର୍ଷ 13.88 ବିଲିୟନ କାରବାର ହୋଇଥିଲା। ଗୋଟିଏ ବର୍ଷ ଭିତରେ 32% ଏହା ବୃଦ୍ଧି ପାଇଛି। ୟୁପିଆଇ ବ୍ୟବସ୍ଥା ଦ୍ୱାରା ସାରା ଦେଶରେ 491 ମିଲିୟନ ଲୋକ ଓ 65 ମିଲିୟନ ବ୍ୟବସାୟୀ ଉପକୃତ ହେଉଛନ୍ତି। ଏକକ ପ୍ଲାଟଫର୍ମରେ ଏବେ ଏ କ୍ଷେତ୍ରରେ 675ଟି ବ୍ୟାଙ୍କ କାମ କରୁଛନ୍ତି। ଭାରତରେ ଏବେ 85% ଡିଜିଟାଲ କାରବାର ବୃଦ୍ଧି ପାଇଛି। ଭୌଗୋଳିକ ସୀମା ବାହାରେ ସାରା ବିଶ୍ୱରେ ଏବେ ଏହି କାରବାର 50%ରେ ପହଞ୍ଚିଛି। ଦ୍ରୁତ ଗତିରେ ଭାରତବର୍ଷ ଏବେ ଏକ ନଗଦ ବିହୀନ ଅର୍ଥନୀତି ମୁହାଁ ହୋଇପାରିଛି। ଭାରତର ୟୁପିଆଇ ବିଶ୍ୱର 1 ନମ୍ବର ସମୟୋପଯୋଗୀ ଆର୍ଥିକ କାରବାର ବ୍ୟବସ୍ଥା। ଦୈନିକ କାରବାର କ୍ଷେତ୍ରରେ ଏହା ଭିସାକୁ ପଛରେ ପକାଇଛି। ପ୍ରତିଦିନ ୟୁପିଆଇରେ 640 ମିଲିୟନ କାରବାର କରାଯାଉଛି, ଯେତେବେଳେ ଭିସାରେ ପ୍ରତିଦିନ କାରବାର ମାତ୍ର 639 ମିଲିୟନ। 9 ବର୍ଷ ଭିତରେ ୟୁପିଆଇର ଏ ପ୍ରକାର ପ୍ରଗତି ବାସ୍ତବିକ ପ୍ରଣିଧାନ ଯୋଗ୍ୟ। ଦେଶ ଭିତରେ ଓ ବାହାରେ ଏବେ ୟୁପିଆଇର ବ୍ୟବହାର ବଢ଼ିଛି। UAE, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ, ମରିସସ୍ ପରି ଦେଶରେ ଏବେ ୟୁପିଆଇ ମାଧ୍ୟମରେ କାରବାର ହେଉଛି। ସୁଦୂର ଫ୍ରାନ୍ସରେ ଏହାର ବ୍ୟବହାର ଫଳରେ ସମଗ୍ର ୟୁରୋପରେ କାରବାର କରିବା ଲାଗି ମଧ୍ୟ ବାଟ ଫିଟିଛି। ବିଦେଶୀ ମୁଦ୍ରା ବିନିମୟ ନ କରି ବାହାରେ ରହୁଥିବା ଭାରତୀୟମାନେ ଏବେ ୟୁପିଆଇକୁ ବିପୁଳ ସଂଖ୍ୟାରେ ବ୍ୟବହାର କରୁଛନ୍ତି। 6ଟି ଦେଶକୁ ନେଇ ଗଠିତ ବ୍ରିକ୍ସ ଗୋଷ୍ଠୀର ଦେଶ ଭିତରେ ବି ୟୁପିଆଇ ପ୍ରଚଳନ ନେଇ ଭାରତ ଖୁବ୍ ଆଶାବାଦୀ ରହିଛି। ଏହା କାର୍ଯ୍ୟକ୍ଷମ ହେଲେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ବୈଶ୍ୱିକ ସ୍ତରରେ ଯାନ୍ତ୍ରିକ ନେତୃତ୍ୱ ନେଇପାରିବ। ଡିଜିଟାଲ କ୍ଷେତ୍ରରେ ବର୍ଷ ବର୍ଷର କଠିନ ଯାନ୍ତ୍ରିକ ଓ ଯୁକ୍ତିଗତ ସାଧନାର ଫଳ ହେଉଛି ୟୁପିଆଇ। ଡିଜିଟାଲ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପ୍ଲାନିଂ ଓ ପୁଞ୍ଜିନିବେଶ ଫଳରେ ଏହା ସମ୍ଭବପର ହୋଇପାରିଛି। ସାଧାରଣ ଆର୍ଥିକ କାରବାର, ଡିଜିଟାଲ ନିରାପତ୍ତା ଏବଂ ଇଣ୍ଟରନେଟ୍ ସୁବିଧା ଫଳରେ ଏହି ବ୍ୟବସ୍ଥା ସଫଳ ହୋଇପାରିଛି ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଉଲ୍ଲେଖ କରିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ କରାଯାଇପାରୁଛି। ଗତ ଜୁନ୍ ଶେଷ ସୁଦ୍ଧା ଦେଶରେ ପ୍ରାୟ 55,83 ଲକ୍ଷ ଜନଧନ ଆକାଉଣ୍ଟ ଖୋଲାଯାଇପାରିଛି। ୟୁପିଆଇ ମାଧ୍ୟମରେ କାରବାର ପାଇଁ ଆଧାର କାର୍ଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଡିଜିଟାଲ ପରିଚୟ ଲାଗି ଏହି ଆଧାର କାର୍ଡ଼ ଏକମାତ୍ର ମାଧ୍ୟମ ହୋଇଛି। ତେବେ ଏହି ୟୁପିଆଇ ବ୍ୟବସ୍ଥାକୁ ସୁଗମ କରିବା ଲାଗି 5G ବ୍ୟବସ୍ଥାର ଆଧୁନିକୀକରଣ କରାଯାଇଛି। ଦେଶର ପ୍ରାୟ ଅଧିକାଂଶ ଜିଲ୍ଲାରେ ପ୍ରାୟ 4,73,000 ଭିତ୍ତିଭୂମି ଷ୍ଟେସନ ରହିଥିବା ଯୋଗୁଁ 5G ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଇଣ୍ଟରନେଟ୍ ଦେୟ ଶୁଳ୍କରେ ପରିବର୍ତ୍ତନ ଆସିଛି। 2014ରେ ପ୍ରତି ଜିବି ପିଛା ଏହା 308 ଟଙ୍କା ରହିଥିବା ବେଳେ 2022ରେ ଏହା ମାତ୍ର 9 ଟଙ୍କା 34 ପଇସାରେ ପହଞ୍ଚିଛି। ଚଳିତ ବର୍ଷ ସୁଦ୍ଧା ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା 116 କୋଟିରେ ପହଞ୍ଚିଛି। ଦ୍ରୁତ ଅର୍ଥ କାରବାର କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ଭାବେ ପରିଗଣିତ ହୋଇଛି। ଏ ପ୍ରକାର ସଫଳତା ପଛରେ ରହିଛି ୟୁପିଆଇର ବିପୁଳ ବ୍ୟବହାର। ତ୍ୱରିତ ଡିଜିଟାଲ କାରବାର ଏବଂ ନିରାପତ୍ତା ପାଇଁ ଏହା ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଛି।